ବିଚାରକର୍ତ୍ତା 16 ପର୍ବ। ଅନନ୍ତର ସାମସନ ଘଷାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା। ତହିଁରେ ସାମସନ ଏହି ସ୍ଥାନକୁ ଆସିଅଛି, ଏହି କଥା ଘଷାତୀୟ ଲୋକମାନଙ୍କୁ କୁହାଗଲା। ତଉ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ। ପୁଣି ରାତ୍ରିଯାକ ତୁନି ହୋଇ ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଦ୍ଧ କରିବୁ। ମାତ୍ର ସାମସନ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ 2 ବାଜୁବନ୍ଧ ଧରି ଅର୍ଗଳ ସମେତ ଓପାଡ଼ି ପକାଇଲା। ଆଉ ତାହା କାନ୍ଧରେ ଥୋଇ ହିବ୍ରୋନର ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା। ଏଉତାରେ ସେ ସୋରେକ ଉପତ୍ୟକାରେ ଏକ ସ୍ତ୍ରୀକି ପ୍ରେମ କଲା, ତା ନାମ ଦଲିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, କାହିଁରେ ତାହାର ଏହି ମହାବଳ ଥାଏ ଓ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧି ପାରିବୁ, ଏହା ଜାଣିବା ପାଇଁ ତୁମେ ତାହାକୁ ମଣାଅ। ତାହା କଲେ ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ 1100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ। ତେଣୁ ଦଲିଲା ସାମସନକୁ କହିଲା, ବିନୟ କରୁଅଛି, କାହିଁରେ ତୁମର ମହାବଳ ଥାଏ ଓ ତୁମ୍ଭର କ୍ଲେଶାର୍ଥେ ତୁମେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ। ତେବେ ସାମସନ ତାହାକୁ କହିଲା, ଯାହା କେବେ ଶୁଷ୍କ ହୋଇନାହିଁ ଏପରି 7ଟା କଞ୍ଚା ତନ୍ତରେ ଯେବେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି। ତ ପଲେଷ୍ଟିୟ ଅଧିପତିମାନେ ଅଶୁଷ୍କ 7ଟା କଞ୍ଚା ତନ୍ତ ଆଣି ସେହି ସ୍ତ୍ରୀକି ଦେଲେ। ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା। ସେ ସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, ସାମସନ, ପଲେଷ୍ଟିୟମାନେ ତୁମକୁ ଧରିଲେ। ତହିଁରେ ଅଗ୍ନିବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ, ସେପରି ସେସବୁ ତନ୍ତ ଛିଣ୍ଡାଇ ପକାଇଲା। ଏ ରୂପେ ତାହାର ବଳର ତତ୍ତ୍ୱ ଜଣାଗଲା ନାହିଁ। ଏଉତାରେ ଦଲିଲା ସାମସନକୁ କହିଲା, ତୁମେ ମୋତେ ଉପହାସ କଲ ଓ ତୁମେ ମୋତେ ମିଥ୍ୟା କହିଲ। ଏବେ ତୁମେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ। ତହିଁରେ ସେ ତାହାକୁ କହିଲା, ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି। ତ ଦଲିଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ସେ ସମୟରେ ଛକିଥିବା ଲୋକମାନେ ଅନ୍ତଃପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା। ତେବେ ଦଲିଲା ସାମସନକୁ କହିଲା, ତୁମେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ। ତୁମେ କାହିଁରେ ବନ୍ଧା ଯାଇପାର, ମୋତେ କୁହ। ଥରେ ସେ ତାହାକୁ କହିଲା, ଯେବେ ତୁମେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର 7 ବେଣି ବୁଣିବ, ତେବେ ହୋଇପାରେ। ତୁ ସେ ତନ୍ତ ଖୁଣ୍ଟିରେ ତାହାକୁ ବାନ୍ଧି ତାହାକୁ କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଉଠି ତନ୍ତଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା। ଏଣୁ ସେ ତାହାକୁ କହିଲା, ମୋ ପ୍ରତି ତ ତୁମର ମନ ନାହିଁ। ତୁମେ ମୋତେ ପ୍ରେମ କରୁଛ ବୋଲି କିପରି କହୁଅଛ? ଏ 3 ଥର ଯାକ ତୁମେ ମୋତେ ଉପହାସ କରିଅଛ ଓ ତୁମ୍ଭର ମହାବଳ କାହିଁରେ ଥାଏ, ତାହା ମୋତେ କହିଲ ନାହିଁ। ଏହି ରୂପେ ସେ ନୀତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା। ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋର ମସ୍ତକରେ କେବେ ଖୁର ଲାଗିନାହିଁ, କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାଶରୀୟ ଲୋକ ହୋଇଅଛି। ଯେବେ ମୁଁ କ୍ଷୌର ହେବି, ତେବେ ମୋର ବଳ ମୋଠୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି। ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲିଲା ଦେଖି ପଲେଷ୍ଟିୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ଓ ତୁମେମାନେ ଏଇଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି। ଏହା କହି ସେ ସେମାନଙ୍କୁ ଡାକିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ହସ୍ତରେ ରୂପା ନେଇ ତା ନିକଟକୁ ଆସିଲେ। ତଉ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା, ଆଉ ମନୁଷ୍ୟ ଡକାଇ ତାର ମସ୍ତକର 7 ବେଣି କ୍ଷୌର କଲା। ଏହି ରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାଠାରୁ ଗଲା। ତହିଁରେ ସେ କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣଙ୍କୁ ଛାଡ଼ିବି। ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ। ଏଉତାରେ ପଲେଷ୍ଟିୟମାନେ ତାହାକୁ ଧରି ତାହାର ଆଖି ଓପାଡ଼ି ପକାଇଲେ। ପୁଣି ତାହାକୁ ଘଷାକୁ ଆଣି 2 ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ, ଆଉ ସେ କାରାଗାରରେ ଚକି ପେଶିଲା। ତଥାପି ତାହାର କ୍ଷୌର ହେଲା, ଉତ୍ତାରେ ତାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା। ଅନନ୍ତର ପଲେଷ୍ଟିୟ ଅଧିପତିମାନେ ଆପଣମାନଙ୍କ ଦେବତା ଦାଗନ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ।
କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ସାମସନକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ଲୋକମାନେ ତାହାଙ୍କୁ ଦେଖି ଆପଣମାନଙ୍କ ଦେବତାର ପ୍ରଶଂସା କଲେ, କାରଣ ସେମାନେ କହିଲେ ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା। ଆମ୍ଭମାନଙ୍କର ଏପରି ଶତ୍ରୁ ଓ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ ସେମାନେ କହିଲେ, ସାମସନକୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ। ତହୁଁ ସେମାନେ ସାମସନକୁ କାରାଗାରରୁ ଡାକି ଆଣିଲେ ଓ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା। ଆଉ ସେମାନେ ତାହାକୁ ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। ତେଣୁ ସାମସନ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହ ନିର୍ଭର ଅଛି ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ିଦିଅ, ମୁଁ ତହିଁ ଉପରେ ଆଉଯିବି। ସେ ସମୟରେ ଗୃହ ଓ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା। ପଲେଷ୍ଟିଆ ସମସ୍ତ ଅଧିପତି ସେଠାରେ ଥିଲେ। ଆଉ ଛାତ ଉପରେ ଉଣାଧିକ 3000 ପୁରୁଷ ଆଉ ସ୍ତ୍ରୀ ଥାଇ ସାମସନର କୌତୂହଳ ଦେଖୁଥିଲେ। ସେତେବେଳେ ସାମସନ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୁ, ସଦାପ୍ରଭୁ, ନିବେଦନ କରୁଅଛି, ମୋତେ ସ୍ମରଣ କର। ହେ ପରମେଶ୍ୱର, ନିବେଦନ କରୁଅଛି, ମୁଁ ଯେପରି ପଲେଷ୍ଟିୟମାନଙ୍କଠାରୁ ଏକାବେଳକେ ମୋର 2 ଚକ୍ଷୁର ପରିଶୋଧ ନେଇପାରିବି, ଏଥିପାଇଁ କେବଳ ଏଇଥରକ ମୋତେ ବଳବାନ କର। ତୋ ମଧ୍ୟସ୍ଥିତ ଯେଉଁ 2 ସ୍ତମ୍ଭ ଉପରେ ଗୃହର ଭାର ଥିଲା, ସାମସନ ତହିଁର ଗୋଟିକି ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକି ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା। ପୁଣି ସାମସନ କହିଲା, ପଲେଷ୍ଟିୟମାନଙ୍କ ସହିତ ମୋହର ପ୍ରାଣ ଯାଉ। ଏହା କହି ସେ ବଳରେ ଆପଣାକୁ ନୁଆଇଲା। ତହୁଁ ମଧ୍ୟରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକମାନଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହି ରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ। ଏ ଉତ୍ତାରେ ତାହାର ଭାତୃଗଣ ଓ ତାହାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ଶରୀୟର ଇସ୍ରାଏଲର ମଧ୍ୟସ୍ଥାନରେ ତାହାର ପିତା ମାନହର କବର ସ୍ଥାନରେ ତାହାକୁ କବର ଦେଲେ। ସେ 20 ବର୍ଷ ଇସ୍ରାଏଲର ବିଚାର କଲା।